ଜୁନ୍ ମାସ 12 ତାରିଖରେ ସରକାର ପକ୍କା ଘର ବଣ୍ଟନ କରିବେ। ତେବେ ପ୍ରତି ପଞ୍ଚାୟତରେ 10 ଜଣ ପରିବାରକୁ ଘର ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏନେଇ ସରକାର ତରଫରୁ ଆଉ ଏକ ବଡ଼ ଘୋଷଣା ଜାରି ହେଲା। ଯଦି ଆପଣମାନେ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି, ଯୋଗ୍ୟ ମଧ୍ୟ ହୋଇଥିବେ, ତେବେ ଆପଣ ମଧ୍ୟ ଘର ପାଇପାରିବେ। କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍, ଯାହା ଆମେ ଭିଡିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବୁ। ତେବେ ଭିଡିଓକୁ ବିନା ସ୍କିପ୍ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ନିଅନ୍ତୁ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡିଓ ଅପଲୋଡ କରିବି ତାହା ଆପଣମାନେ ଦେଖିପାରିବେ। ଚାଲନ୍ତୁ ଆଉ ଲେଟ୍ ନ କରି ଭିଡିଓକୁ ଷ୍ଟାର୍ଟ କରିବା। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ 10 ଜଣ ହିତାଧିକାରୀଙ୍କୁ ଗୃହ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ। ଏହି ଯୋଜନା ରାଜ୍ୟ ସରକାର ବର୍ଷପୂର୍ତ୍ତି ଅବସରରେ କାର୍ଯ୍ୟକାରୀ ହେବ। ପଞ୍ଚାୟତ ରାଜ ବିଭାଗରେ ଏହି ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ଗରିବ ଓ ଭୂମିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ପ୍ରତିବଦ୍ଧ। ଅନ୍ତୋଦୟ ଗୃହ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ଅଂଶ ଭାବେ ଆମେ ନିଶ୍ଚିତ କରିବୁ ଯେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରୁ ଲାଭ ପାଇବେ। ଏଥିପାଇଁ ଆଗାମୀ 5 ଦିନ ମଧ୍ୟରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ହିତାଧିକାରୀଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ 22 ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି, ସମସ୍ତଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ଏହା ସହିତ ଘର ନିର୍ମାଣ ପାଇଁ 1,20,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ତେବେ ଏଥିପାଇଁ ରାଜ୍ୟ ସରକାର 7,500 କୋଟି ଟଙ୍କାର ବଜେଟ୍ ପାସ୍ କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ପକ୍କା ଘର ନଥିବା ପରିବାରଙ୍କୁ ବହୁତ ଉପକୃତ ହେବ ବୋଲି ରାଜ୍ୟ ସରକାର କହିଛନ୍ତି। ତେବେ ଜାଣି ରଖନ୍ତୁ, ଜୁନ୍ ମାସ 12 ତାରିଖରେ ସରକାର ପକ୍କା ଘର ବଣ୍ଟନ କରିବାକୁ ଯାଉଛନ୍ତି। ପ୍ରତି ପଞ୍ଚାୟତରେ 10 ଜଣ ପରିବାରଙ୍କୁ ଘର ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏହା ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ ଅପଡେଟ୍। ଏହା ଆପଣ ତ ଜାଣିଲେ, ସେୟାର କରି ମଧ୍ୟ ସାଙ୍ଗସାଥୀମାନଙ୍କୁ ଜଣାଇ ଦିଅନ୍ତୁ। ଯଦି ଭିଡିଓରୁ କିଛି ଶିଖିବାକୁ ମିଳୁଥାଏ, ତେବେ ଭିଡିଓକୁ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେ ନାହିଁ।